ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ଏବଂ ବିବାଦ ଏତେ ତୀବ୍ର ହୋଇଛି ଯେ ଆଜି ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିବାର ନାଁ ଧରିନି। ଓଲଟା ଗୋଷ୍ଠୀ ଆବଶ୍ୟକ ପଡ଼ିଲେ ବିଜେପି ସହିତ ସାମିଲ ହେବ ବୋଲି ଆଜି ରୋକଠୋକ ଜଣାଇ ଦେଇଛି। ସଂଘ ଭବନରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ତାଳିପକା ଉଦ୍ୟମ ନବୀନ ନିବାସରେ ନବୀନଙ୍କ ଦୁଇଧାଡ଼ିଆ ଆଶ୍ୱାସନା କିଛି କାମ ଦେଇନି ଏବଂ ଉଭୟ ଗୋଷ୍ଠୀ ପରସ୍ପର ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁସାରେ ଗଞ୍ଜାମରେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଏବଂ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ଆଜି ସମସ୍ତଙ୍କୁ ଭୁବନେଶ୍ୱର ଡକାଯାଇଥିଲା। ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ କରିବା ସହିତ ଦଳୀୟ ସଂଗଠନକୁ ଦୁର୍ବଳ କରୁଥିବାର ଅଭିଯୋଗ ଆଣିଥିଲେ। ଏପରିକି ପରସ୍ପର ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ଏଭଳି ସ୍ତରକୁ ଯାଇଥିଲା ଯେ ଦେବୀଙ୍କ ତାଳିପକା ଉଦ୍ୟମ ଫେଲ୍ ମାରିଥିଲା। ପରେ ଉଭୟ ପକ୍ଷକୁ ବୁଝାସୁଝା କରି ନବୀନ ନିବାସ ନିଆଯାଇଥିଲା। ତେବେ ସେଠାରେ ନବୀନ ଏସବୁ ବିଶେଷ କିଛି ନ ଶୁଣି ସଂଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ଦେଇଥିଲେ। ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କହିବା ସହିତ ଲୋକଙ୍କ ସମସ୍ୟା ପ୍ରତି ସଚେତନ ହେବାକୁ କହିଥିଲେ। ଏହା ସହିତ ସେ ଖୁବ୍ ଶୀଘ୍ର ଗଞ୍ଜାମ ଗସ୍ତରେ ଯିବ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଜେ ନ୍ୟୁଜ୍।